ଶ୍ରୋତା ବନ୍ଧୁ, ସମୟ ନିୟମରେ ଚାଲିପାରେ କିନ୍ତୁ ଜୀବନ ନୁହେଁ। ଚାଷ କରିବା ପାଇଁ ବି ପ୍ରଣାଳୀ ଶିଖି ହୁଏ, କିନ୍ତୁ ପ୍ରଣାଳୀ ଶିଖିଲେ ଜଣେ ଚାଷୀ ହୋଇପାରେନି, କି ଲେଖୁଥିବା ପ୍ରତ୍ୟେକ ଲେଖକ ସାହିତ୍ୟିକ ହୋଇ ନ ପାରନ୍ତି। ଚାଷୀଟିଏ ହେବା ପାଇଁ ଯେମିତି କଠୋର ଶ୍ରମ ଦରକାର, ସାହିତ୍ୟିକଟିଏ ହେବା ପାଇଁ ସେମିତି ସର୍ବନିମ୍ନ ଯୋଗ୍ୟତା ହେଲା ତାର ସମ୍ବେଦନା। ସମଗ୍ର ସଂସାରର ଜଡ଼ ଉଦ୍ଭିଦ ଓ ସଜୀବ ସତ୍ତାଙ୍କୁ ଅକୃତ୍ରିମ ଭାବରେ ଭଲ ପାଇବା ମଣିଷଟି ହିଁ ସାହିତ୍ୟିକ ଭାବରେ ଲେଖନୀ ଚାଳନା କରିପାରେ। ଆପଣମାନେ ତର୍କ କରିପାରନ୍ତି, ତେବେ ଏଇ ଯେଉଁ ଲେଖୁଛନ୍ତି, ଆମେ ଯେଉଁ ଲେଖୁଛେ, ସବୁ ଲେଖୁଥିବା ମଣିଷମାନେ ତେବେ କୋଉ ସ୍ତରର? ମୁଁ କହି ରଖେ, ସେମାନେ ଲେଖକ ତ ନିଶ୍ଚୟ, ମାତ୍ର ତାଙ୍କ ଲେଖା ଆଗାମୀ ଅନେକ ଯୁଗ ପାଇଁ ବଞ୍ଚିପାରିବ କି ନାହିଁ ତାହା ସମୟ କହିବ। ତାର କାରଣ ହେଉଛି, ଲେଖାଟିଏ ବଞ୍ଚିବା ପାଇଁ ହେଲେ ଲେଖକଟିଏ ସମାଜର ଘୋଡ଼ଣୀ ତଳେ ନିରବି ଯାଉଥିବା କଥାକୁ ମୁଖରିତ କରୁଥିବ। ଲୋକ ପ୍ରତିନିଧି ସାଜି ଧୁ ଧୁ ଖରାବେଳେ ଛାଇ ଆଉ ଶୀତଳତାର ଆଞ୍ଜୁଳା ଆଞ୍ଜୁଳା ସମ୍ଭାବନା ବୁଣି ପାରୁଥିବ। ମନର ସ୍ତରିତ ଆସ୍ତରଣରେ ଥିବା ପ୍ରତ୍ୟେକ ଲୋଚାକୋଚା ଭାବ, ତାର ଆବେଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିପାରୁଥିବା। ଆଜି ଆମେ ଏମିତି ଜଣେ ବାସ୍ତବବାଦୀ ସମ୍ବେଦନଶୀଳ ଗାଳ୍ପିକଙ୍କୁ ଶୁଣିବା, ଯେ ତାଙ୍କ ଗଳ୍ପରେ ସମ୍ଭାବନାର ମୁରୁଜ ଆଙ୍କନ୍ତି, ଜୀବନ ଛନ୍ଦର ଚିତ୍ରିତ ଝୋଟି ପକାନ୍ତି, ମୂକ ଅସହାୟ ମଣିଷଙ୍କ କଥାକୁ ନିରପେକ୍ଷ ହୋଇ ଶବ୍ଦରେ ନିବେଦନ କରନ୍ତି ଏବଂ ମଣିଷ ମନ ଗହନର କଥାକୁ, ତାର ଆବେଗକୁ, ତାର ପ୍ରତିଟି ଭାବ ଓ ଭାବନାକୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରନ୍ତି। ସେଇ ନିର୍ଭୀକ ସ୍ପଷ୍ଟବାଦୀ ଗାଳ୍ପିକ ହେଉଛନ୍ତି ଆମ ସମୟର ଜଣେ ଯଶସ୍ୱୀ କଥାକାର, ଶ୍ରୀ ଗଙ୍ଗାଧର ବିଶ୍ୱାଳ। ଶ୍ରୀ ଗଙ୍ଗାଧର ବିଶ୍ୱାଳ ପ୍ରେମ, ଜୀବନ ଓ ସମ୍ପର୍କକୁ ନେଇ ତାଙ୍କ ଗଳ୍ପ ଗୁଡ଼ିକରେ ଅତି ସୁନ୍ଦର ଏଗୋନିକୁ ପ୍ରତିଷ୍ଠା କରନ୍ତି। ସେ ସମୟ ପ୍ରତି ସମର୍ପିତ, ପୁଣି ଅନୁରକ୍ତ। ଶ୍ରୀ ଗଙ୍ଗାଧର ବିଶ୍ୱାଳ ବୃତ୍ତିଗତ ଜୀବନରେ ଜଣେ ଅଧ୍ୟାପନା କରନ୍ତି ଏବଂ ସାହିତ୍ୟ ହେଉଛି ତାଙ୍କର ନିଶା। ତାଙ୍କର ଅନେକ ଉପନ୍ୟାସ ରହିଛି, ଗଳ୍ପ ରହିଛି, କବିତା ପୁସ୍ତକ ମଧ୍ୟ ରହିଛି। କବିତାରେ ରହିଛି ତମେ, ନୂଆ ଗାଁ ଷ୍ଟେସନ ଉପରେ। ଉପନ୍ୟାସ ଗୁଡ଼ିକ ହେଲା ବୋଧେ ତମର ମନେ ନଥିବ, ଅଲିଭା ମିଶ୍ର ପ୍ରେମ କଥା, ଗୋପନ କଥାଟି କୁହ, କା ଆଗେ କହିବା ମନା। ଗଳ୍ପ ସଂକଳନରେ ରହିଛି ସୁମି ଅପା ଓ ଅନ୍ୟମାନେ, ଖାଲି ପାଦର ଲୋକମାନେ, ସବୁ ରାତି ଅନ୍ଧାର ନୁହେଁ, ଭଅଁର ଡେଣାରେ ରାତି, ସମୁଦ୍ର କଙ୍କଡ଼ା, ବେତାଳ କଥା, ଚରିତ୍ର ଚରିତ୍ର, ଲୋକେ କହୁଛନ୍ତି, ସ୍ତନ୍ୟପାୟୀ ଓ ଅନ୍ୟାନ୍ୟ କାହାଣୀ, ଗ୍ରାମବାସୀ ଇତ୍ୟାଦି। ଶ୍ରୋତା ବନ୍ଧୁ, ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ଗଙ୍ଗାଧର ବିଶ୍ୱାଳଙ୍କର ଶ୍ରେଷ୍ଠ ଗଳ୍ପ ସଂକଳନସ୍ଥ ଏକ ହୃଦୟସ୍ପର୍ଶୀ ଚିନ୍ତନ ଧର୍ମୀ ଗପଟି ଆପଣମାନଙ୍କ ପାଖରେ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ଆଜିକାଲିର ସ୍ୱପ୍ନମାନଙ୍କ ଖବର। ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ। ଆଜିକାଲିର ସ୍ୱପ୍ନମାନେ କରୁଛନ୍ତି କ'ଣ? ଯିବା ଆସିବାର ରାସ୍ତା ବଦଳେଇଲେଣି ଅବା ଅଲଗା କର୍ମଧନ୍ଦାର ସନ୍ଧାନରେ ଦାଦନ ବନିଗଲେଣି। ଆଜିକାଲିର ସ୍ୱପ୍ନମାନେ ପାଗଳ ପ୍ରେମୀ ହୋଇ ରକ୍ତ ସମ୍ପର୍କର ପରିଚିତମାନଙ୍କୁ ସାତ ପର କରି କୁଆଡ଼େ ଫେରାର ହେଲେଣି ଅବା ଶକ୍ତ ଧକ୍କା ଖାଇ ସତସତିଆ ପାଗଳ ବନିଗଲେଣି।
ଆଜିକାଲିର ସ୍ୱପ୍ନମାନେ ଡାକ ବାକ୍ସର ଚିଠି ଅବା କୋରିଅର ଚେହେରାକୁ ଫିଙ୍ଗି ମୋବାଇଲର ମେସେଜ ହେଲେଣି ଅବା ଫେସବୁକ୍ କି ଇମେଲ ଆଇଡିର ମୁହଁ ହେଲେଣି। ଅବଶ୍ୟ ସମୟ ବଦଳିଗଲାଣି, ମଣିଷର ମନ ବି ବଦଳିବା ଉଚିତ। ହେଲେ ନିଦକୁ କିଏ କେବେ ବଦଳାଇ ପାରେ? ତା ପଛକୁ ସ୍ୱପ୍ନ। ନିଦ ପଛେ ପଛେ ସ୍ୱପ୍ନ ଆସେ, କିନ୍ତୁ କାହିଁ? ସ୍ୱପ୍ନମାନେ ଗଲେ କୁଆଡ଼େ? ଯୁଆଡ଼େ ବି ଯାଉଛନ୍ତି, ଆଉ କ'ଣ ଫେରୁନାହାନ୍ତି? ପୁରୁଣା ଓ ପରିଚିତ ମୁହଁମାନଙ୍କ କଥାକୁ ସ୍ୱପ୍ନମାନେ ପାସୋରି ଯିବାର କାରଣ କ'ଣ? କ'ଣ ହୋଇପାରେ? ଏହା ହୋଇପାରେ ଯେ ମଣିଷମାନେ ଆଉ ସ୍ୱପ୍ନରେ ସୁଖ ସାଉଁଟିବା କଥା ପାସୋରି ସାମ୍ନା ସାମ୍ନି ସୁଖ ସହିତ କଥାବାର୍ତ୍ତା, ଗପସପ, ଖେଳାଖେଳି ହେବା କଥାକୁ ଗୁରୁତ୍ୱ ଦେଲେଣି। ଓ ତା ବି ହୋଇଥାଇପାରେ। ସ୍ୱପ୍ନମାନଙ୍କର ବି ଆତ୍ମସମ୍ମାନ ଅଛି, ମର୍ଯ୍ୟାଦା ଅଛି, ପୁଣି ବୁଦ୍ଧି ବିବେକ ମଧ୍ୟ ଅଛି। ଆଉ ଏଇଥିପାଇଁ ମଣିଷମାନଙ୍କ ସହିତ ମିତ ବସିବା, ସାଙ୍ଗ ହେବା, ବନ୍ଧୁତା ରଖିବା କଥା ସମସ୍ତେ ପାସୋରି ଗଲେଣି। ତେବେ କଥା କ'ଣ କି, ଯେଉଁମାନେ ସ୍ୱପ୍ନକୁ ନିଜ ଦେହର ଛାଇ, ନାକପୁଡ଼ାର ପବନ, ଭୋକ ଶୋଷ ଭଳି ଆପଣାର ମନେ କରନ୍ତି, ସେମାନଙ୍କ କଥା ସ୍ୱପ୍ନମାନେ ପାସୋରିବା କ'ଣ ଠିକ୍? ଆରେ ସତେ ତ! ଦିନ ଥିଲା ସ୍ୱପ୍ନମାନେ ସହରାଭିମୁଖୀ ହେବାର ସଚରାଚର ଘଟଣାମାନ ଘଟୁଥିଲା, ଆଉ ରାତିରେ ଗାଁର ଅନ୍ଧାର ସ୍ୱପ୍ନମାନଙ୍କୁ ଅଚିହ୍ନା କରିଦେଉଥିବା ହେତୁ ସ୍ୱପ୍ନ ଦେଖୁଥିବା ମଣିଷମାନେ ଅଚିହ୍ନା କରୁଥିଲେ। ଏହି କାରଣକୁ କେନ୍ଦ୍ର କରି ସ୍ୱପ୍ନମାନେ ଥରେ ସମାବେଶର ଆୟୋଜନ କଲେ। ଶେଷକୁ ନିଷ୍ପତ୍ତି ନେଲେ ସହର ଯିବେ। ସହରର ରାସ୍ତାଘାଟ ତ ରାତିରେ ବି ନିଦ ଭଳି। ଯେଉଁମାନେ ସ୍ୱପ୍ନ ଦେଖିବେ, ଆପାତତଃ ସ୍ୱପ୍ନମାନଙ୍କୁ ନିଶ୍ଚୟ ଚିହ୍ନି ପାରିବେ। ସ୍ୱପ୍ନ ସୁଖରେ ଖୁସି ଓ ଆନନ୍ଦ ପାଇ ବାହାବା ଦେବେ, ମିତ ବସାଇବେ, ସୁସମ୍ପର୍କ ରଖିବେ, ଚିହ୍ନିବେ, ହସିବେ, ଗପିବେ। ତେବେ ମୋଟ ଉପରେ ସ୍ୱପ୍ନମାନଙ୍କର ଏପରି ଧାରଣା ଆଦୌ ଅମୂଳକ କି ଅବିଶ୍ୱସନୀୟ ନଥିଲା। ସେମାନଙ୍କର ଯେଉଁ ସଂଗଠନଟି ଥିଲା, ତାହା ବେଶ୍ ମଜବୁତ ଥିଲା। ଦଳୀୟ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। କାର୍ଯ୍ୟଦକ୍ଷତା ଅନୁଯାୟୀ ସଂଗଠନ ଭିତରେ ଗୁରୁତ୍ୱ ରହିଥିଲା। ସାଧାରଣ କର୍ମୀ ଓ ସଦସ୍ୟମାନେ ଆନୁଗତ୍ୟ ପ୍ରଦର୍ଶନ କରି ଶାନ୍ତି ଶୃଙ୍ଖଳା ଓ ବିଶ୍ୱାସ ଭାଜନର ସମସ୍ତ ନୀତି, ସର୍ତ୍ତ ତଥା ସ୍ୱଭାବକୁ ମାନୁଥିବା ଲକ୍ଷଣର ପରିଚିତି ଦେଇଥିଲେ। ପ୍ରତିଦିନ ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ୱପ୍ନମାନେ ଏକାଠି ହୋଇ ନିଜ ନିଜର ପାରିବାପଣିଆ, କାରନାମା ଏବଂ ମଣିଷମାନଙ୍କର ଭୟମିଶା ଭକ୍ତି କଥା ଆଲୋଚନା କରନ୍ତି। ବୈଠକରେ ସଂଗଠନର ସଭାପତି ଅଧ୍ୟକ୍ଷତା କରୁଥିବା ବେଳେ ସାଧାରଣ ସମ୍ପାଦକ ବୈଠକର ବିବରଣୀ ଲେଖନ୍ତି ଓ ପାଠ କରନ୍ତି। ତାପରେ ସବୁ ସ୍ୱପ୍ନ ବାବଦରେ ନିରପେକ୍ଷ ମତାମତ ଆହ୍ୱାନ କରାଯାଇ ସବୁଠାରୁ ଶ୍ରେଷ୍ଠ, ଫଳପ୍ରଦ ଓ ଆଦୃତ ସ୍ୱପ୍ନଟିକୁ ପୁରସ୍କୃତ କରାଯାଏ। ବଡ଼ କଥାଟି ହେଉଛି, ପୁରସ୍କୃତ ସ୍ୱପ୍ନଟି ସେଦିନ ରାତିରେ କୁଆଡ଼େ ନ ଯାଇ ଫୁର୍ତ୍ତି କରେ, ମୌଜ ମଜଲିସ୍ କରେ, ଆରାମ କରେ, ନିଘୋଡ଼ ନିଦରେ ଶୋଇଯାଏ। ଏପରି ବିଧିବିଧାନ ଓ ସମ୍ବିଧାନ ସ୍ୱପ୍ନମାନଙ୍କର ସଂଗଠନ ତିଆରି ହେବା ପଛରେ କାହିଁ କେତେ ଦିନରୁ ଲିଖିତ ଖସଡ଼ା ହୋଇ ରହିଆସିଛି। ଏହାକୁ କେହି ଅନ୍ୟଥା କରିନାହାନ୍ତି, କରିବେ ଅବା କାହିଁକି? ଥରକର ଘଟଣା। ସ୍ୱପ୍ନମାନଙ୍କ ଭିତରେ ବି ଇତର ପ୍ରାଣୀଙ୍କ ଭଳି ପ୍ରେମ, ସମ୍ପର୍କ ଓ ଭଲ ପାଇବା ରହିଥାଏ। ତେବେ ଭିତରେ ଭିତରେ ରହିଲେ କିଛି ଯାଏ ଆସେ ନା। ଯଦି କେବେ କେମିତି ବାହାରକୁ ଜଣା ପଡ଼ିଯାଏ, ତେବେ କଥା ଶେଷ। ଦଣ୍ଡବିଧାନ ନିଶ୍ଚିତ, ଶାସ୍ତି ଧ୍ରୁବ ସତ୍ୟ। କଳା ପାଣି କି ମରୁଭୂମିର କଣ୍ଟା ଗଛ, ହିମାଳୟର ପର୍ବତ ଶଯ୍ୟା କି ସମୁଦ୍ର ମଝିରେ ମଣିଷ ନଥିବା ଟାପୁରେ ହିଁ ନିର୍ବାସନ। ଏସବୁ ସତ୍ତ୍ୱେ ଦୁଇଜଣ ଯୁବକ ଯୁବତୀ ପ୍ରେମ ଫାଶରେ ଛନ୍ଦି ହେଇଗଲେ। କଥାଟା ବାହାରକୁ ଜଣା ପଡ଼ିଲା। ବୈଠକ ତ ନୁହେଁ, ଜରୁରୀକାଳୀନ ଅଧିବେଶନ ଡକାଗଲା। ବୟସ ନିର୍ବିଶେଷରେ ସମସ୍ତଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳ ସ୍ୱପ୍ନ ଯୋଡ଼ି ସେମାନଙ୍କ ପ୍ରେମ କଥା କହିବା ଆରମ୍ଭ କଲେ। ଥରେ ସ୍ୱପ୍ନ ପାଇଁ ପୁରସ୍କାର ପାଇଥିବା ଯୁବତୀ ସ୍ୱପ୍ନଟି ରାତିରେ ନିଘୋଡ଼ ନିଦରେ ଶୋଇଥାଏ। ତା ସ୍ୱପ୍ନରେ ହିଁ ଜଣେ ଯୁବକ ଆସି ଆଲିଙ୍ଗନ କଲା। ଦେହରେ ଓ ମନରେ ରୋମାଞ୍ଚ ଭରିଦେଲା। ଝିଅ ଘିଅ, ତାତି ପାଇଲେ ଘିଅ ତରଳିବ, ତା ଛଡ଼ା
ଆଉ କଣ ହେଇପାରିଥାନ୍ତା? ସେ ମୌନ ରହିଲା। ଏହା ହିଁ ଯୁବକ ସ୍ୱପ୍ନ ପାଇଁ ସବୁଜ ସଂକେତ। କେତେବେଳେ ମୌଜିଆ କଥା ମାନ କହି ଯୁବତୀ ସ୍ୱପ୍ନ ସହିତ ରାତି ବିତାଇଲା। ସ୍ୱପ୍ନର ଭାବ ଏମିତି। ରାତିର ଅନ୍ଧାରେ ଆଖି ବନ୍ଦ କରି ଦେଖିଥିବା ସ୍ୱପ୍ନ ତ ପୁଣି ସକାଳେ ମଣିଷମାନଙ୍କୁ ସ୍ପଷ୍ଟ ଦିଶିଥାଏ। ଆଉ ସେଇଥିପାଇଁ ପରା ମଣିଷମାନେ ଦେହକୁ ଶକ୍ତି, ମନକୁ ଆଶା ଓ ବିଶ୍ୱାସ ଆଣି ଭବିଷ୍ୟତ ପାଇଁ ଧାଇଁବା ଆରମ୍ଭ କରିଦିଅନ୍ତି। ବଡ଼ ହେବା, ପ୍ରତିଷ୍ଠା ଅର୍ଜନ କରିବା, 5 ଜଣରେ ଜଣେ ଗଣା ହେବା, କ୍ଷମତା ଅକ୍ତିଆର କରିବା ଆଦି କେତେ କେତେ ସ୍ୱପ୍ନମାନଙ୍କୁ ପକେଟରେ, ହାତ ପାନ୍ତାରେ ଧରିବାକୁ ବାହାରନ୍ତି, ଉଡ଼ିବାକୁ ବି ଉଚିତ ମନେ କରନ୍ତି। ସ୍ୱପ୍ନମାନଙ୍କ କ୍ଷେତ୍ରରେ କିନ୍ତୁ ଆଉ ଗୋଟେ ଅଲଗା ଘଟଣା ଘଟିଥିଲା। ତାହା ହେଲା ସବୁଦିନର ସକାଳ ଭଳି ସେଦିନ ସକାଳେ ସ୍ୱପ୍ନମାନେ ବୈଠକରେ ଉପସ୍ଥିତ ଥିଲାବେଳେ ଦୁଇ ଜଣଙ୍କର ସ୍ୱପ୍ନ ଅଧିକ ଥିଲା। ସେମାନେ ପ୍ରଥମ କରି ବୈଠକରେ ଯୋଗ ଦେଇଥିଲେ। ସେମାନେ କିଏ? ଆଗରୁ ତ କାହିଁ ଦେଖା ନଥିଲା। ଏମିତି କେତେ କ'ଣ ପ୍ରଶ୍ନମାନ ମୁଖିଆମାନଙ୍କ ମନ ଭିତରେ ସ୍ଥିର ଗାଡ଼ିଆ ପାଣିର ହାଲୁକା ଢେଉ ଭଳି ଉଙ୍କି ମାରିଲା। ସେମାନେ ଅପେକ୍ଷା ବି କଲେ। ଯେତେବେଳେ ଗତକାଲି ରାତିରେ ଯୁବକ ସ୍ୱପ୍ନଟି କୁଆଡ଼େ ନ ଯାଇ ବିଶ୍ରାମ ନେଉଥିବା ଯୁବତୀ ସହ ସମ୍ପର୍କ ରଖିଥିବା କାରଣରୁ ସେ ଦୁଇ ଜଣ ଦୁଇଟି ସ୍ୱପ୍ନ ଜନ୍ମ ଦେଇଛନ୍ତି ବୋଲି ଜଣାପଡ଼ିଲା। କଥା କ'ଣ ଆଉ ଲୁଚି ରହିପାରେ? ସ୍ୱପ୍ନ ଦୁଇଟି ନିଜ ନିଜ ଦୋଷ ସ୍ୱୀକାର କଲେ ଓ ଦଣ୍ଡାଦେଶ ଅପେକ୍ଷାରେ ସସମ୍ମାନେ ମଥାନତ କରି ରହିଗଲେ। ରାୟ ମିଳିଲା ଯୁବକ ସ୍ୱପ୍ନଟି ସେହି ମୁହୂର୍ତ୍ତରେ ହିଁ ମରୁଭୂମିର କଣ୍ଟାଗଛ ପାଖକୁ ଯାଇ ବଞ୍ଚିବା ପାଇଁ ସଂଘର୍ଷ କରିବା ସ୍ୱପ୍ନ ଦେଖାଇବ। ଯେବେ ସେ ଅଞ୍ଚଳରେ ମଣିଷମାନେ ବସବାସ ଆରମ୍ଭ କରି ସାଧାରଣ ଜୀବନଯାତ୍ରାରେ ସାମିଲ ହେବେ, ସେବେ ଯାଇ ତା କଥା ବିଚାରକୁ ନିଆଯିବ, ଦଣ୍ଡ କୋହଳ କରାଯିବ ଅବା ମରୁଭୂମି ଅଞ୍ଚଳ ଛାଡ଼ି ଆସିବାକୁ ବାରଣ କରାଯିବ। ଆଉ ଯୁବତୀ ସ୍ୱପ୍ନଟି ଯିବ ହିମାଳୟର ପାର୍ବତ୍ୟ ଶଯ୍ୟାରେ ବିସ୍ତୃତ ଅଞ୍ଚଳକୁ। ସେଇଠାରେ ହିଁ ଦୁବ ମହାଦ୍ରୁମ ଗହଣରେ ଜୀବନ ଧରି ବଞ୍ଚିଥିବା ଘାସମାନଙ୍କୁ ସ୍ୱପ୍ନ ଦେଖାଇବ। ଘାସମାନେ ଯେମିତି ସ୍ୱପ୍ନ ଦେଖି ନିଜକୁ ଦ୍ରୁମ ମହାଦ୍ରୁମ ତୁଳନାରେ ହୀନ ମନେକରି ସଂଘର୍ଷ ଜାରି ରଖିବାର ମନ୍ତ୍ର ଶୁଣିବେ। ତୃଣଭୋଜୀ ଜୀବଜନ୍ତୁ ଓ ପ୍ରାଣୀମାନଙ୍କ କବଳରୁ ନିଜକୁ ରକ୍ଷା କରିବାର କୌଶଳ ଶିଖିବେ। ଆଉ ତାପରେ ହୁଏତ ସମୟ ଆସିଲେ ଦଣ୍ଡାଦେଶ କୋହଳ ହୋଇପାରେ କିମ୍ବା ସବୁଦିନ ପାଇଁ ସେ ଅଞ୍ଚଳରେ ବାସନ୍ଦ କରି ରଖାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇପାରେ। ସେଦିନର ବୈଠକ ଶେଷ ହେବା ମାତ୍ରେ ସ୍ୱପ୍ନ ଦୁଇଟି ନିଜ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ିବାର ଉପକ୍ରମ କଲେ। ସତରେ ଗୋଟେ ଲମ୍ବା ଜୀବନର ପଥ। ମାତ୍ର ଛୋଟ ଏକ ଘଟଣା ପାଇଁ ଯେ କି ପ୍ରକାର ପରିବର୍ତ୍ତନ ଆଣି ନପାରେ। ଅନ୍ୟ ସମସ୍ତଙ୍କ ଭଳି ସ୍ୱପ୍ନମାନଙ୍କ କ୍ଷେତ୍ରରେ ବି ଯେ ଏଇ କଥା ଘଟିପାରେ କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିପାରେ? ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର। ସ୍ୱପ୍ନର ଦେହ ନାହିଁ ସତ, ମାତ୍ର ଯେଉଁ ଦେହଧାରୀ ମଣିଷ ନିଜ ମନରେ ସ୍ୱପ୍ନକୁ ସାଇତି ରଖିଛି, ସେ ମଣିଷ କିଏ କି? ସ୍ୱପ୍ନକୁ ନେଇ ତାର ଏତେ ସବୁ କାରନାମା କ'ଣ ପାଇଁ ଯେ? ଅବଶ୍ୟ ସ୍ୱପ୍ନମାନଙ୍କର ସଂଗଠନ ଗଢ଼ା ହେଲା ବେଳେ ଅନେକ ଦିଗ ପ୍ରତି ଦୃଷ୍ଟି ଦିଆଯାଇଥିଲା, କିନ୍ତୁ ଆସନ୍ନ ସମସ୍ୟା ଓ ତାହାର ତ୍ୱରିତ ସମାଧାନ ପାଇଁ ଲିଖିତ ନିର୍ଦ୍ଦେଶନାମା ଉଲ୍ଲେଖ ରହିଥିଲେ ସୁଦ୍ଧା ପରିସ୍ଥିତି ଅନୁସାରେ କି ପଦକ୍ଷେପ ଗ୍ରହଣ କରାଯିବ ତାହା ସ୍ପଷ୍ଟ ଭାବେ ରହିନଥିଲା। ତା ଛଡ଼ା କେତେବେଳେ କି ପ୍ରକାରର ପରିସ୍ଥିତି ଦେଖାଦେବ ସେ କଥା ଆଗରୁ ଧାର୍ଯ୍ୟ କରାଯିବ ଅବା କେମିତି? ଏମିତିରେ ଦେଖିବାକୁ ଗଲେ ଦେଶର ଶାସନ ଖସଡ଼ା ଦେଶ ଶାସନ ପାଇଁ ସୁହାଇଲା ଭଳି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଥିବା ଶାସକ ଦଳ ବିରୋଧୀ ଦଳ ଉପସ୍ଥିତିରେ ସମ୍ବିଧାନ ସଂଶୋଧନ କରିନେବା ଭଳି ଯେ ବ୍ୟବସ୍ଥା ରହିଛି ତାକୁ ଅନୁକରଣ କରି ସ୍ୱପ୍ନମାନଙ୍କ ସଂଗଠନକୁ ଅଧିକ କ୍ଷମତା ଦିଆଯିବାର ବିଧି ରହିଛି। ମାତ୍ର ଗୋଟିଏ ସମସ୍ୟା ହେଉଛି ସ୍ୱପ୍ନ ସଂଗଠନର ସମସ୍ତ କର୍ମକର୍ତ୍ତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଦରକାର। ଅର୍ଥାତ୍ ନାବାଳକ ଓ ସାବାଳକ ଭୋଟର ପରିଚୟପତ୍ର ଏପରିକି କୌଣସି ପ୍ରମାଣପତ୍ରର ଆବଶ୍ୟକତା ତ ନାହିଁ। ତା ଛଡ଼ା ଯଦି ଜଣେ ବିରୋଧ କରେ ତେବେ ତାହା ସଂଶୋଧନ ହେବ ନାହିଁ। ଅବଶ୍ୟ ସ୍ୱପ୍ନମାନେ ଯେଉଁଥର ଗାଁ ଛାଡ଼ି ସହରକୁ ଧାଡ଼ି ବାନ୍ଧି ବାହାରିଲେ, ସେଦିନ ସେମାନଙ୍କର ଗୋଟିଏ ମାତ୍ର ମହତ୍ ଉଦ୍ଦେଶ୍ୟ ଥିଲା ଯେ ସମସ୍ତଙ୍କୁ ସ୍ୱପ୍ନ ସୁଖ ନ ଦେବା,
ଯାହାର ଇଚ୍ଛା ଆଗ୍ରହ ଓ ମନ ଅଛି ତାକୁ ହିଁ ସ୍ୱପ୍ନର ଆନନ୍ଦ ଦିଆଯାଇ ଦିନର କର୍ମକ୍ଳାନ୍ତ ଜୀବନରେ ସରସତା ଭରି ଦିଆଯିବ। କିନ୍ତୁ ଦେଖାଗଲା ମାସକ ମଧ୍ୟରେ ସ୍ୱପ୍ନମାନେ ନିଜ ନିଜର ଡାଏରୀରେ ଯେଉଁ ଯେଉଁ ସ୍ୱପ୍ନମାନ ହୋଇଛି ସେ ସବୁ ସ୍ୱପ୍ନମାନ ସହରୀ ମଣିଷମାନଙ୍କୁ ପ୍ରାୟ ଅର୍ଦ୍ଧେକାଂଶରେ ଆକୃଷ୍ଟ କରୁଛନ୍ତି, ଅନ୍ୟଥା ଆଉ ବେଶୀ ନୁହେଁ। ତୁଳନାତ୍ମକ ଭାବରେ ଦେଖିବାକୁ ଗଲେ ଗାଁରେ ଥିବାବେଳେ ସ୍ୱପ୍ନମାନେ ଭିନ୍ନ ସ୍ୱଭାବର ଥିଲେ, କାରଣ ଗାଁ ଲୋକମାନେ ରାତି 8ଟା ସୁଦ୍ଧା ଶୋଇପଡୁଥିଲେ। ଘର ଯାକ ଅନ୍ଧାରର ରାଜୁତି ରହୁଥିଲା। ସକାଳେ ମଣିଷମାନେ ନିଜ ନିଜର ବିଲ ବାଡ଼ିକୁ ସବୁଦିନିଆ କାମଧନ୍ଦାରେ ବାହାରି ଯାଉଥିଲେ। ସେମାନେ ଦେଖୁଥିବା ସ୍ୱପ୍ନକୁ ନିଜ ନିଜ ଜୀବନରେ ପ୍ରୟୋଗ କରି ଭାଗ୍ୟକୁ ବଦଳାଇବାର ନାଁ ଧରୁନଥିଲେ। ଏସବୁ ଦେଖି ସ୍ୱପ୍ନମାନେ ମନ ଦୁଃଖରେ କାଳାତିପାତ କରୁଥିଲେ। କାହାକୁ କିଛି କହିପାରୁନଥିଲେ। ନା ଥିଲା ସଂଗଠନ, ନା ଥିଲା ଏକତା, ନା ଥିଲା ନେତୃତ୍ୱ, ନା ଥିଲା ପରିଶ୍ରମକୁ ସାକାର କରିବା ପାଇଁ ଚେଷ୍ଟାର ଆନନ୍ଦ। ଅବଶ୍ୟ ଦିନେ ସ୍ୱପ୍ନମାନଙ୍କର ଭାଗ୍ୟାକାଶରୁ କଳାମେଘର ପରଦା ଅପସରିଗଲା। ଅବହେଳିତ, ଉପେକ୍ଷିତ ଓ ଆଲୋକିତ ଭବିଷ୍ୟତ ପାଇଁ ଯିଏ ଡାକରା ଦେଇ ସଂଗଠନ ତିଆରି କଲେ, ଆଉ ଅନ୍ୟ ସ୍ୱପ୍ନମାନେ ବାନର ସେନା ହୋଇ ପଛକୁ ପଛ ଛିଡ଼ା ହେଲେ, ସେ ଆଜି ସଂଗଠନର ସଭାପତି, ସ୍ଥାୟୀ ସଭାପତି। ଶାନ୍ତି ଶୃଙ୍ଖଳା ପାଇଁ ଶାସନ ଲୋଡ଼ା। ସଂଗଠନର ସଭାପତିଙ୍କଠି ସେତକ ନ ରହିଲେ ସଂଗଠନ ଦୋହଲିଯିବ, ଦୁର୍ବଳ ହୋଇଯିବ। ବ୍ୟକ୍ତି ନୁହେଁ, ସଂଗଠନ ଆଗ ବୋଲି ଯେଉଁ ଉଦ୍ଘୋଷଣା ଥିଲା, ଅଛି ଓ ରହିବ, ସେଥିରୁ ବିଚ୍ୟୁତ ହେବା ଅନୁଚିତ। ଆଉ ଏମିତି ହୃଦୟହୀନ ଶାସ୍ତି ବିଧାନ ପାଇଁ କାହାରି କ୍ଷୋଭ କି ବିରୋଧ ନ ରହିବା ବି ସ୍ୱାଭାବିକ ଥିଲା। ଏହା ବି ସତ୍ୟ ଯେ ଯେଉଁଠି ଏକତା ସେଇଠି ବିବିଧତା, ଯେଉଁଠି ଶାନ୍ତି ସେଇଠି ଅଶାନ୍ତି, ଯେଉଁଠି ନିଆଁ ସେଇଠି ଧୂଆଁ। ଏହାର ପ୍ରମାଣଟା ବି ସେଇଦିନ ମିଳିଥିଲା ଯେଉଁଦିନ ପ୍ରେମରେ ବାୟା ହୋଇ ଯୁବକ ଯୁବତୀ ସ୍ୱପ୍ନ ଦୁଇଜଣ ସେମାନଙ୍କର ସନ୍ତକ ଛାଡ଼ି ଦେଇ ଯାଇ ଦଣ୍ଡାଦେଶ ପାଳନରେ ଉଡ଼ିଗଲେ। ସହରୀ ମଣିଷମାନେ ରାତି 12ଟା ଏପଟରୁ ବିଛଣାକୁ ଯିବା ପାଇଁ କୁଣ୍ଠିତ ହେବା, କେତେ କେତେ ବରିଷ୍ଠ ନାଗରିକ ବଡ଼ି ଭୋରରୁ ମର୍ଣ୍ଣିଂ ୱାକ୍ରେ ଯିବା। ଅବଶ୍ୟ ଉଭୟ ନାରୀ ଓ ପୁରୁଷ କର୍ମଜୀବୀ ହୋଇଥିବାରୁ ସେମାନଙ୍କର ଦାମ୍ପତ୍ୟ ଓ ପାରିବାରିକ ଜୀବନରେ ସ୍ୱପ୍ନର କାରନାମା ରହୁଛି। ଏହା ଦେଖି ସ୍ୱପ୍ନମାନେ ବେଶ୍ ଖୁସି। ସକାଳେ ବୈଠକରେ ସେମାନେ ମନଖୋଲା ହସମାନ ହସି ନିଜ ନିଜର ମତାମତ ଉପସ୍ଥାପନ କଲାବେଳେ ସ୍ପଷ୍ଟ ବାରି ହୋଇଯାଏ। ଆହୁରି କ'ଣ ହୁଏ ନା, ଅଙ୍ଗୁଳି ଦେଖାଇଦେଲେ ବାହା ଗିଳିଯିବା ପ୍ରାୟ ସହରୀ ମଣିଷମାନେ ସ୍ୱପ୍ନକୁ ସ୍ୱପ୍ନ ନ ଭାବି ବାସ୍ତବ ସତ୍ୟ ମନେକରି ରାତାରାତି ବଡ଼ ହେବାକୁ ଚାହିଁବା ସ୍ୱପ୍ନମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଗଲା। ଚାଲିବା ତ ନୁହେଁ ଧାଇଁବା, ଧାଇଁବା ତ ନୁହେଁ ଦୌଡ଼ିବା, ଦୌଡ଼ିବା ତ ନୁହେଁ ଉଡ଼ିବା, ପହଁରିବା ତ ନୁହେଁ ବୁଡ଼ିବା। ଏମିତି ଏମିତି କେତେ କ'ଣ ଦୁଃସାହସିକ କାମମାନ ହାତକୁ ନେଇ ଅନେକ ଅବେଳରେ ମଲେ। ଭବିଷ୍ୟତ ଥାଉ ଥାଉ ବିପଦଗାମୀ ହେଲେ, ଚରିତ୍ରହୀନ ହେଲେ, ଚୋରି ଅପରାଧ ଓ ହତ୍ୟାର ଶିକାର ବି ହେଲେ। ସ୍ୱପ୍ନମାନେ ଭୟ ପାଇଗଲେ। ଅବଶ୍ୟ ନିତି ରାତିରେ ଯେଉଁ ସ୍ୱପ୍ନ ଯେଉଁଠାକୁ ଯିବା କଥା ଗଲା, କିନ୍ତୁ ଘର ଭିତରର ଆଲୁଅ, ଖାଲି ବିଛଣା, ନିଦରେ ବନ୍ଦ ହୋଇନଥିବା ଆଖିମାନଙ୍କୁ ଦେଖି ବାହାରେ ଅପେକ୍ଷା କଲେ। ଦୁଆର ଖଟଖଟ କଲେ, କଲିଂ ବେଲ୍ ବି ଚିପିଲେ ଶୋଇପଡ଼ିବାକୁ। କିଏ ଫାଟକ ଖୋଲିବା ଆଗରୁ ମୋବାଇଲ ଓ କାନ୍ଥ ଘଣ୍ଟାକୁ ଅନେଇ ସମୟ ଦେଖିଲା ବେଳକୁ ରାତି 12ଟାରେ କିଏ ବେ? ଦୁଆର କବାଟ ସେମିତି ବନ୍ଦ। କେହି ଯଦି ମଦ ନିଶାରେ ଟଳମଳ ହୋଇ ପାଦ ଘୋଷାରି ଘୋଷାରି କବାଟ ପାଖକୁ ଆସିଲା, କବାଟରେ ଲାଗିଥିବା କାଚ ମିରର ବାଟେ ବାହାରକୁ ଅନେଇ କାହାକୁ ଦେଖି ନ ପାରି ଘର ଭିତରକୁ ଫେରିଗଲା। ବାହାରେ ଅପେକ୍ଷା କରିଥିବା ସ୍ୱପ୍ନମାନେ କିନ୍ତୁ ନିଜ ନିଜର ଠିକଣା ଘରକୁ ବଦଳାଇ ପାରିଲେ ନାହିଁ। ରାତି ସାରା ସେମିତି ଅପେକ୍ଷା କରିବାକୁ ଲାଗିଲେ। ଯଦି ସୁସ୍ଥ ଓ ସରଳ ମଣିଷଟେ ଆରାମରେ ବିଛଣା ଧରିବାକୁ ଜାଣିବାକୁ ମିଳିଲା, ଅପେକ୍ଷାରତ ସ୍ୱପ୍ନଟିର ଖୁସି ଅନେକ ଗୁଣରେ ବଢ଼ିଗଲା ଜାଣ। ସ୍ୱପ୍ନଟି ହୃଦୟଙ୍ଗମ କଲା ଯେ ସତରେ ଅପେକ୍ଷାର ସ୍ୱାଦ ନିଆରା। କି ଆନନ୍ଦ ଏମିତିକା ଅପେକ୍ଷାରେ। ଆଉ ବିଚାରା ସ୍ୱପ୍ନଟି ଯିଏକି ଫାଟକ ଆଗପଟେ ଅପେକ୍ଷାରେ ଥାଏ। ନିଶାଗ୍ରସ୍ତ ମଣିଷମାନେ ଶୋଇଲା ବେଳେ ବି ଏତେ ନିଶାରେ ଥାଆନ୍ତି ଯେ ଯାଦୁକରର ଯାଦୁବିଦ୍ୟା ବି କାମ କରିବ ନାହିଁ। ଏହା ଜାଣି ମଧ୍ୟ ଚେଷ୍ଟା ଅବ୍ୟାହତ ଥାଏ ସ୍ୱପ୍ନର। ଘର ଭିତରେ ପ୍ରବେଶ କରେ, ବିଛଣା ପାଖରେ ଛିଡ଼ା ହୁଏ, ଅପେକ୍ଷାରେ ଥାଏ। ରାତିରେ ଫାଟକରେ ତାଲା ଦେଖି ବିଭିନ୍ନ ଗଳିକନ୍ଦିରେ ପଶିଥିବା ସ୍ୱପ୍ନମାନେ କିନ୍ତୁ କର୍ମଠ। ସେମାନେ ବିଜୁଳି ଖୁଣ୍ଟିରୁ ଓହଳିଥିବା ଉଜ୍ଜ୍ୱଳ ଷ୍ଟ୍ରିଟ୍ ଲାଇଟ୍, ବାହାଦୁରର ହୁଇସିଲ୍ ଡାକରା କି ପିସିଆର୍ ଭ୍ୟାନରେ ବସି ରାତି ଡ୍ୟୁଟିରେ ପଇଁତରା ମାରୁଥିବା ପୁଲିସ ବାବୁଙ୍କ ପ୍ରତି ନଥାଏ ଡର, ନା ଥାଏ ଭୟ, ନା ଥାଏ ଖାତିର, ନା ଥାଏ ଅବହେଳା। ବରଂ ସ୍ୱପ୍ନମାନେ ନିଜ ନିଜ କର୍ତ୍ତବ୍ୟରେ ବାହାରିଥିବାର ସଫେଇ ଦେଖେଇଥାନ୍ତି।
ଥରେ ମାସିକିଆ ଆଲୋଚନା ସମାବେଶରେ ସ୍ୱପ୍ନମାନଙ୍କୁ ନିଜ ନିଜର ଦୁଃଖ, କ୍ଷୋଭ ଓ ସ୍ୱାଧୀନତା ବାବଦରେ ବ୍ୟକ୍ତିଗତ ମତାମତ ପ୍ରଦାନ କରିବା ପାଇଁ ସଂଗଠନର ମୁଖ୍ୟ ଆହ୍ୱାନ ଜଣାଇଲେ। ଉଦ୍ଦେଶ୍ୟ ଥିଲା ସ୍ୱପ୍ନମାନେ ନିରାଶ ଓ ଶୁଖିଲା ଦିଶିବା ଯୋଗୁଁ ହୁଏତ ମଣିଷମାନେ ସ୍ୱପ୍ନ ସୁଖ ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି, ଏକଥା ବୁଝେଇବା। ଏହାର ସମାଧାନ ଓ ପ୍ରତିକାର ନିମନ୍ତେ ବିହିତ ପଦକ୍ଷେପ ନେବା ମୁଖିଆଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟ। କେବଳ ଦଣ୍ଡବିଧାନ, ଆଇନାନୁମୋଦିତ ଶାସ୍ତି ଓ କଟକଣା ହିତ ନିର୍ଦ୍ଦେଶ କାର୍ଯ୍ୟକାରୀ କଲେ ସଂଗଠନର ଭବିଷ୍ୟତ ଦୁର୍ବଳ ହେବ ସିନା, କିଛି ସୁଫଳ ମିଳିବ ନାହିଁ। ଏକଥା ଶୁଣି ସ୍ୱପ୍ନମାନେ ପାଣି ସୁଅରେ ଧାଡ଼ି ବାନ୍ଧି ଉପରକୁ ଯିବା ପାଇଁ କଲବଲ ହେଉଥିବା କଉମାଛ ଭଳି ଫୁଲିଗଲେ। ଧୈର୍ଯ୍ୟହରା ହୋଇ କିଏ ଆଗରେ ରହିବ ଏଇ ମୌକାରେ କାଉଳା ଖାଇଲେ। ଆଲୋଚନା ସଭାରେ ସମସ୍ତଙ୍କର ମତାମତ ନିଆଗଲା, ଯାହାର ନିର୍ଯାସ ହେଉଛି ଗାଁ ଲୋକମାନେ ସ୍ୱପ୍ନ ଦେଖି ଡରୁଛନ୍ତି। ସକାଳେ ମନ୍ତୁରା ପରି ଗାଁ ଛକରେ ଭୂତପ୍ରେତକୁ ସନ୍ତୁଷ୍ଟ କରିବା ପାଇଁ ରାତି ଅଧିଆ ପୂଜା ପଟଳ, ଗୁଣି ଗାରେଡ଼ି, ଫୁଙ୍କା ଝଡ଼ା ଭଳି କେତେ କ'ଣ କରୁଛନ୍ତି। ନିଜର ଓ ନିଜ ଭାଗ୍ୟର ପରିବର୍ତ୍ତନ ପାଇଁ ପ୍ରାୟ କେହି ଚାହୁଁନାହାନ୍ତି। ସହରୀ ମଣିଷମାନେ ସ୍ୱପ୍ନମାନଙ୍କ ସହିତ ବନ୍ଧୁତା ରଖି ସ୍ୱପ୍ନମାନଙ୍କୁ ରାସ୍ତା କଡ଼ରେ ବିଜୁଳି ଖୁଣ୍ଟ ଭଳି ମାଟିରେ ଗୋଡ଼ ପୋତି ଠିଆ ହେବାକୁ ବାଧ୍ୟ କରୁଛନ୍ତି। ଏଥିରୁ ଉପାୟ କ'ଣ? ସ୍ୱପ୍ନମାନେ କାହାରି କ୍ରୀତଦାସ ହେବା ସପକ୍ଷରେ ନୁହନ୍ତି, ସେମାନେ ସ୍ୱାଧୀନ। କାହାରି ମାୟାବନ୍ଧନ ସେମାନଙ୍କର ପସନ୍ଦ ନୁହେଁ। ଏହା ସହିତ ଏ କଥା ମଧ୍ୟ ଉଠିଲା ଯେ ସହରର ମୁଖ୍ୟ ରାସ୍ତା ଓ ସହରତଳି ଅଞ୍ଚଳର ଝୁମ୍ପୁଡ଼ି ମଣିଷମାନଙ୍କର ବସ୍ତି ସ୍ୱପ୍ନମାନେ ନିଜ ନିଜର ତରିକା ବଦଳାଇବା ସତ୍ତ୍ୱେ ସେମିତି ଆଖିଦୃଶିଆ ସଫଳତା ମିଳୁନାହିଁ। ରାତି ଉଜାଗର ଅଥଚ ମୁଗୁରା ମେଲା ପ୍ରାୟ ସ୍ୱପ୍ନମାନେ ଅସୁଖୀ ରହୁଛନ୍ତି। ଏଣୁ ଦାୟିତ୍ୱ ବଣ୍ଟନ ଓ ସଫଳତା କି ବିଫଳତାରେ କୋହଳ ନୀତି ଲାଗୁ ହେଉ। ସେଥର ଅବଶ୍ୟ ତାହା ହିଁ ହେଲା। ସଂଗଠନ ମୁଖ୍ୟ ସ୍ୱପ୍ନମାନଙ୍କର ସମସ୍ୟା, ମନର କଥା ଓ ଗଠନମୂଳକ ପରାମର୍ଶରେ ମୋହର ମାରି ସେଦିନର ଆଲୋଚନା ସମାବେଶକୁ 100% ସଫଳ କରିଥିବା ଯୋଗୁଁ ଖୁସି ଓ ଆନନ୍ଦର ଲହରୀ ବିରାଜମାନ କଲା। ତହିଁ ପରଦିନ ସକାଳଠୁ ସ୍ୱପ୍ନମାନେ ନିଜ ନିଜର ଇଲାକା ଓ ମଣିଷମାନଙ୍କ ଠିକଣା ବଦଳାଇ ଦେଲେ। ଦଳେ ସହରର ମୁଖ୍ୟ ରାସ୍ତାରୁ ସହରତଳି ବସ୍ତି ଅଞ୍ଚଳକୁ ଗଲେ ତ ଆଉ ଗୋଟେ ଦଳ ଗାଁ ଆଡ଼େ। ମୋଟ ଉପରେ କ୍ରିକେଟ ବିଶ୍ୱକପ୍ ପ୍ରତିଯୋଗିତାରେ ଉଭୟ ଦଳର ଖେଳାଳି ଯେମିତି ରଣନୀତି ପ୍ରୟୋଗ କରି ପ୍ରତିପକ୍ଷ ଖେଳାଳିଙ୍କୁ ଚକମା ଦେବେ, ସେ ଯୋଜନା ବି ପ୍ରସ୍ତୁତ କଲେ। ଏଣିକି ବ୍ୟକ୍ତିଗତ କରିସ୍ମା ବଳରେ ସ୍ୱପ୍ନମାନେ ନିଜ ନିଜର ପତିଆରା ଜାହିର କରି ବାହାବା ପାଇବା ପାଇଁ ଚେଷ୍ଟାରେ ରହିଲେ। ରାତି ହେଲା, ରାତି ଖାଇବା ଶେଷ ହେଲା। ବିଛଣାରେ ବିଶ୍ରାମ ନେବାର ପ୍ରାରମ୍ଭିକ ପ୍ରସ୍ତୁତି ଆଗରୁ ରତିକ୍ରୀଡ଼ା, ଦେହ ସୁଖ, ମନ ଫୁର୍ତ୍ତି, କ୍ଳାନ୍ତି, ନିଦ ଝର୍କା ସେପାଖେ ଥାଇ ଏସବୁକୁ ନିରେଖୁଥିବା ସ୍ୱପ୍ନମାନେ ଉପଯୁକ୍ତ ସମୟ ଓ ସୁଯୋଗ ଉଣ୍ଡି ମଣିଷମାନଙ୍କ ବିଛଣା ପାଖରେ ଆସି ଛିଡ଼ା ହେଲେ। କିଏ ସ୍ୱପ୍ନକୁ ଆବାହନ କରୁଛି ତ କିଏ ସ୍ୱପ୍ନକୁ ନ ଆସିବା ପାଇଁ ନେହୁରା ହେଉଛି। କିଏ ପୁଣି ରାତିଟା ଭଲରେ ପାହୁ ବୋଲି ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି। ଆଉ ତାପରେ ସ୍ୱପ୍ନମାନେ ସାପୁଆ କେଳାର ପେଡ଼ି ଖୋଲି ପଦ୍ମତୋଳା ଗାଈ ସାପର ଫଣାଟେକା ଦୃଶ୍ୟ ତିଆରି କରୁଛନ୍ତି ତ ଆଖିର ଇନ୍ଦ୍ରଜାଲରେ ଝଲସି ଉଠୁଛି ଜୀବନର ଆଲୋକିତ ଦିଗ ଗୋଟିକ। ସବୁଦିନ ପରି ତା ପରଦିନ ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ୱପ୍ନମାନଙ୍କୁ ନେଇ ବୈଠକ ହେଲା। ବୈଠକରେ ସମସ୍ତେ ନିଜ ନିଜର ପାରିବା ପଣିଆକୁ କହିଥିଲେ। ଆବଶ୍ୟକ ସ୍ଥଳେ ଟେଲିକାଷ୍ଟ ବି କରିଥିଲେ। ଏହାପରେ ସେଥର ଯିଏ ପ୍ରଥମ ହୋଇ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା, ପୁରସ୍କାର ସ୍ୱରୂପ ସେହି ରାତିରେ ସେ ବିଶ୍ରାମ ନେବ, ଶୋଇବ, ଆରାମ କରିବ। ତେବେ ଯେଉଁ କେତେକ ବିଶେଷ ଲକ୍ଷଣ ନିଜ ସ୍ୱପ୍ନର ଆକର୍ଷଣ ଥିଲା, ତାହାକୁ ସେ ବଖାଣିଥିଲା। ଆଉ ତାହା ଏଇପରି ଥିଲା। ମଣିଷମାନେ ସ୍ୱପ୍ନଭୋଗ, ବିଳାସୀ, ଆମୋଦ ପ୍ରମୋଦ ପ୍ରିୟ, ଭୋଗୀ। ଅନ୍ୟକୁ ଉପଦେଶ ଦେବେ, ଅନ୍ୟର ଉପଦେଶକୁ କାନ ଦେବେ ନାହିଁ। ସବୁଠାରୁ ବଡ଼ କଥା ହେଲା, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାୟିତ୍ୱ, କର୍ତ୍ତବ୍ୟ, କର୍ମତତ୍ପରତା, ଖାଦ୍ୟପେୟ, ଜଞ୍ଜାଳ, ଘର, ପ୍ରେମ, ରୋଗ, ବୈରାଗ୍ୟ, ମାୟା, ଆଳସ୍ୟ ଓ ଏପରିକି ମନୋବଳ ମଧ୍ୟ କେମିତି ଛାଡ଼ି ଛାଡ଼ି ଆସେ। ଆଉ ଏପରି ପରିସ୍ଥିତିରେ ମଣିଷମାନେ ଯେଉଁ ଭୁଲଟି କରିଥାନ୍ତି ତାହା ହେଲା ବୋକାମି। ଅର୍ଥାତ୍ 30 ବର୍ଷ ଓ 40 ବର୍ଷ ପରେ ପରେ ସ୍ୱପ୍ନ ଦେଖାଯାଇପାରେ, ମାତ୍ର 50 ଓ 60 ବର୍ଷ ବେଳେ 30 ବର୍ଷ ବୟସ ହୁଏ ବାଧକ। ଆରେ ଆଖିରେ ଚଷମା, କାନରେ ଇୟରଫୋନ୍, କୃତ୍ରିମ ଦାନ୍ତ, ଡାଇବେଟିସ୍, ବ୍ଲଡ ପ୍ରେସର ଏସବୁକୁ ଦେହ ଭିତରେ ପାଳି ପୋଷି 30 ବର୍ଷ ତଳର ସ୍ୱପ୍ନକୁ ମନେ ପକାଇବାର ସୁଖ କ'ଣ ସୁଖ? 60 ବର୍ଷ ବେଳେ ଅବିବାହିତ ସମୟରେ ପ୍ରେମିକା ସହିତ ସମୁଦ୍ର କୂଳ ଝରଣାରେ ଆଣ୍ଠୁ ଓଦା ପାଣିରେ ଠିଆ ଠିଆ ରୋମାଞ୍ଚର ଶିହରଣରେ କିଛି ଥାଏ କି? ସେମିତି ଆଜିକାଲିର ମଣିଷମାନଙ୍କ ଭଳି ସ୍ୱପ୍ନମାନେ ବି ସେମାନଙ୍କର ସ୍ୱଭାବ ବଦଳାଇଲେଣି।
20 ବର୍ଷ ଧରି ସମ୍ପର୍କ ରଖି ଆସିଥିବା ସ୍ୱପ୍ନମାନେ ଆଜିର ମଣିଷମାନଙ୍କ ଭଳି କଥା ପଦେ ନ କହି, ମୁଣ୍ଡ ଟେକି ନ ଚାହିଁ, ନ ହସି ଚାଲି ଯାଉଥିବା ବେଳେ ସ୍ୱପ୍ନମାନେ ଅବା କେଉଁଥିପାଇଁ ଆସି ପହଞ୍ଚିବେ, ପ୍ରବୋଧନା ଦେବେ ଏଇଆ। ମଣିଷ ଜୀବନଟା ଏଇଆ। ସୁଖ ବେଳେ ଏମିତିକା ଦୁଃଖ ଆସିବ ବୋଲି ନ ଭାବିବା ହିଁ ଭୁଲ। ଆହୁରି ବଡ଼ ଭୁଲ ଏ ଦୁଃଖ ବେଳେ ଅତୀତର ସୁଖକୁ ମନେ ପକେଇବା। ସେଇ ସ୍ୱପ୍ନଟିର କ୍ଷୋଭ ସବୁ ସ୍ୱପ୍ନଙ୍କର କ୍ଷୋଭ କହିଲେ ଭୁଲ ହେବ ନାହିଁ। କାହିଁକି ନା ଜଳୁଥିବା ଦୀପ ଭଳି ଏଇ ସ୍ୱପ୍ନ। ଦୀପ ଯେମିତି ନିଜେ ଜଳି ଅନ୍ୟକୁ ଆଲୁଅ ଦେଖାଏ, ସ୍ୱପ୍ନ ବି ସେଇଭଳି। ସ୍ୱପ୍ନ ଦେଖି ମଣିଷମାନେ ଅନ୍ଧାର ରୂପକ ବିପଦ ଓ ସମସ୍ୟାକୁ ସହଜରେ ପାରି ହେଇଯିବାର ପ୍ରେରଣା ପାଆନ୍ତି। ଯେଉଁ ମଣିଷମାନଙ୍କ ପାଇଁ ସ୍ୱପ୍ନର ଆବଶ୍ୟକତା ନାହିଁ, କାହିଁକି ତେବେ ଦିନେ ସମୟ ଥିଲା ବୋଲି ମନେ ପକେଇ ଘର ଫାଟକରେ ଠକ୍ ଠକ୍ କରିହେବ? ବରଂ ଉଚିତ ହେବ, ବୟସ ହୋଇଥିବା ସତ୍ତ୍ୱେ ଯିଏ ଝରକା ଖୋଲି ରାତି ଅଧରେ ସ୍ୱପ୍ନକୁ ଅପେକ୍ଷା କରିଥିବ, ରାସ୍ତାରେ ସ୍ୱପ୍ନ ଚାଲି ଚାଲି ଗଲାବେଳେ ଏକଥା ଜାଣିପାରି ଯଦି ଓଠରେ ହସ ଚେନାଏ ଧରାଇ ପାରିବ, ତେବେ କେତେ ବଡ଼ କାମଟେ ନ ହେବ ସତରେ? ଅବଶ୍ୟ ସ୍ୱପ୍ନମାନେ ଆଜିକାଲିର ମଣିଷମାନଙ୍କ ଭଳି ଦୁର୍ବଳ, ଅଳସୁଆ, ଗପୁଡ଼ି ଓ ପ୍ରବକ୍ତା ହେବାକୁ ଚେଷ୍ଟା କରୁଛନ୍ତି, ମାତ୍ର ହୋଇପାରୁନାହାନ୍ତି। ସ୍ୱପ୍ନମାନଙ୍କ ମୁଖ୍ୟ ନିଜଠି ସିସି କ୍ୟାମେରା ରଖି ସମସ୍ତଙ୍କର କାର୍ଯ୍ୟକଳାପ ଓ ଏପରିକି ମନରେ ନକାରାତ୍ମକ ଚିନ୍ତା ରୋପଣ କରୁଥିବା ମାନସିକତାକୁ ଦେଖି ଆଉ ପଢ଼ି ତତ୍କାଳ ସତର୍କ କରିଦେଉଥିବାରୁ ଏମିତିକା ରୋଗ ଅନ୍ୟମାନଙ୍କ ପାଖକୁ ସଂକ୍ରମିତ ହୋଇପାରୁନାହିଁ। ତେବେ ପରିବାର କଲ୍ୟାଣ ଯେ ଏକ ବଡ଼ ପ୍ରତିବନ୍ଧକ, ଆଉ ଏହାକୁ ଅନେକ ଆପଣେଇଲେଣି, ଏହା ଜାଣି ସ୍ୱପ୍ନମାନେ ମଧ୍ୟ ଏ ପଦ୍ଧତିକୁ ଗ୍ରହଣ କରିନେବା ପାଇଁ ଆଗେଇ ଆସିଲେଣି। ଫଳସ୍ୱରୂପ ଆଜିକାଲିର ପଙ୍ଗୁ, ପକ୍ଷାଘାତ, ଭିନ୍ନକ୍ଷମ, ଭଦ୍ର ଓ ଅଭଦ୍ର, ସାକ୍ଷର ଓ ନିରକ୍ଷର ମଣିଷମାନଙ୍କ ଭଳି ସ୍ୱପ୍ନମାନେ ବି ସେଇଭଳି ହେବା ପାଇଁ ମନ ବଳେଇଲେଣି। ଆଜିକାଲିର ସ୍ୱପ୍ନମାନେ ବି ଗଣବନ୍ଧ୍ୟାକରଣରେ କୁକୁରମାନଙ୍କୁ ନିଶ୍ଚେତକ ଦେଇ ବନ୍ଧ୍ୟାକରଣ ଉଦ୍ୟମ ଚଳାଇଥିବା ମହାନଗର ନିଗମର କର୍ମଚାରୀମାନଙ୍କୁ ନିତି ରାତିରେ ସ୍ୱପ୍ନରେ ସେମାନଙ୍କ ନାମ ପଞ୍ଜୀକରଣ କଲେଣି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଏକ ଚମତ୍କାର ଗପ, କାହାଣୀ। ସେଇଠି ଥିଲା ଆଜିକାଲିର ସ୍ୱପ୍ନମାନଙ୍କ ଖବର। ଗପଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।